ହଉ ପ୍ରଥମେ ଓଡ଼ିଶାର ଯାତ୍ରା ପ୍ରେମୀ ଦର୍ଶକମାନଙ୍କୁ ମୋର ନମସ୍କାର। ଆଉ ଏତେ ଦିନ ଯାଉ ଆମ ପିଲାମାନେ ଯାଉ ଗଣମାଧ୍ୟମ ପିଲାମାନେ ସବୁ ଆଜି ଆସିକିରି ବାଇଟ୍ ନେଉଛନ୍ତି। ମୁଁ ତ କେବେ ଗଣମାଧ୍ୟମ ସାମ୍ନାକୁ ଆସେ ନାହିଁ। ଯାହା ହଉ ଭାରି ଖୁସି ଲାଗିଲା ପିଲାମାନେ ଆସି ଯେତେବେଳେ କହିଲେ ଆଜି ପ୍ରଥମ ମୋର ଇନ୍ଦ୍ରଭବନର ଆଖଡ଼ା ପୂଜା। ଇନ୍ଦ୍ରଭବନ ପାଇଁ ପ୍ରଥମ ଇଏ 50 ବର୍ଷର ମୋର 40-45 ବର୍ଷର ଇଏ ମୋ ବାପାଙ୍କ ବେପାର, ଇଏ ମୋ ଘରର ଗୋଟେ ବେପାର। ପରିବାର ଯାହା ଯାତ୍ରାପାଟି ଆମେ ମୋ ଜେଜେ ବି ଯାତ୍ରାରେ ମାନେ ଗୋଟେ ଲିଡ୍ ହିରୋ ରୋଲ୍ କରୁଥିଲେ। ଯାହା ହଉ ବାପା ତାକୁ ଆରମ୍ଭ କରିଥିଲେ। ମାଆଙ୍କ ଆଶୀର୍ବାଦରୁ ଆଜିକି 40 ବର୍ଷ ହେଲା ଚାଲିଛି। ଏ ବର୍ଷର ପ୍ରଥମ ଆରମ୍ଭ ହେଲା। ଆଉ ଯାହା ଠାକୁରଙ୍କ ଇଚ୍ଛା, ପ୍ରତିବର୍ଷ ତ ଏଇ ଯାତ୍ରା ହେଉଛି, କେବେ ଭଲ ହେଉଛି ଖରାପ ହେଉଛି, ଆ ଭିତରେ ଆଉ କ'ଣ କହିବାର ଅଛି। ନଅଙ୍କ ଦୁର୍ଭିକ୍ଷ ଗୋଟେ ହିଷ୍ଟୋରିକାଲ ଇଏ ଉପରେ ଯାଉ ଆମେ ତ ଗୋଟେ ରିସ୍କ ନେଇ କରୁଛୁ। ଦେଖିବା କେତେ ଫଳପ୍ରଦ ହେଉଛି ସେଇଟା ଆପଣମାନେ କହିବେ, ଦର୍ଶକମାନେ କହିବେ ଦେଖିଲେ। କେହି ଯେତେବେଳେ ରାଜି ନହେଲେ କରିବା ପାଇଁ, ସେ ଗୋଟେ ଅରିଜିନାଲ ଷ୍ଟୋରି ଉପରେ ଇଏ ଭିତରେ ଜଣେ ଲେଖକ ଆଣିକିରି ପ୍ରସ୍ତାବ ଦେଲେ କର, ଯଦି ସମସ୍ତଙ୍କର ଯଦି ହେଇପାରିବ ଦେଖିବା ମାଆଙ୍କର କ'ଣ ହେଉଛି। ଯଦି ଆଦୃତ କଲେ ଭଲ ହେବ ନିଶ୍ଚିତ। ଏଇଟା ପ୍ରଥମ ରିସ୍କ ନେଇକିରି କରୁଛୁ। ବହୁତ ସୁନ୍ଦର ନାଇଁ ଇନ୍ଦ୍ରଭବନର ସବୁ ନାଟକ ଇନ୍ଦ୍ରଭବନ କ'ଣ ମାଣେଶ୍ୱରୀ କ'ଣ, ମୋର ପ୍ରଥମ ଯେଉଁ ଯାତ୍ରା ଅନୁଷ୍ଠାନ ମାଣେଶ୍ୱରୀ, ଆମ ନାଟକ ଉପରେ ଆମେ ହିଁ ଚାଲୁ। ଭଲ ଯାତ୍ରା ନାଟକ ଇଏ ଅତୀତରେ ଶୁଣିଥିବେ ଆପଣ, କଥା ରହିଲା ମଗୁସୁରକୁ ସବୁଠୁ ଭଲ ନାଟକ ଆଉ ଭଲ ଆଦୃତ ବି ସମସ୍ତଙ୍କ ପାଖରେ ହେଇଥିଲା। ଇନ୍ଦ୍ରଭବନ ବି ଯେତେ ଭାଇ ଭଉଣୀର ନୂଆ କାହାଣୀ, ଚିଠି ବାସୁଛି ତୁଳସୀ ତୁଳସୀ, ସୁନା ହରିଣୀ ଆଉ ନାଟକ ଏମିତି ଗୋଟେ ଅଧେ ନାଟକ କେଉଁଠି କ'ଣ ଇଏ ହେଇଯାଉଛି। ପ୍ରାୟ ପ୍ରତିବର୍ଷ 2ଟା ନାଟକ ଇନ୍ଦ୍ରଭବନ ଯେଉଁଠି ଆପଣ ଦର୍ଶକମାନଙ୍କୁ ପଚାରନ୍ତୁ, କଳାକାର ତ ସମସ୍ତେ ଅଛନ୍ତି ଭଲ, ମୁଁ ବଡ଼ ଛୋଟ କାହାକୁ ଦେଖେ ନାହିଁ, କିନ୍ତୁ ନାଟକକୁ ଦେଖେ। ନାଟକ ଲୋକ ପ୍ରାୟ ଆଦୃତ କରନ୍ତି, ଇନ୍ଦ୍ରଭବନ ନାଟକକୁ ସମସ୍ତେ ଭଲ ପାଆନ୍ତି।